ଯେପରି ଖରା ଓ ବର୍ଷା ଦୁଇଟି ମିଶିବା ଦ୍ୱାରା ଇନ୍ଦ୍ରଧନୁ ହୋଇଥାଏ, ଠିକ୍ ସେହିଭଳି ସୁନ୍ଦର ଜୀବନ ପାଇଁ ସୁଖ ଓ ଦୁଃଖ ଉଭୟ ଜରୁରୀ ହୋଇଥାଏ। ଓಂ ବିଷ୍ଣବେ ନମଃ। ନମସ୍କାର, ମୁଁ ଜ୍ୟୋତିର୍ବିଦ ଯଯାତି କେଶରୀ ଦାସ ସବୁଦିନ ଭଳି ଆପଣମାନଙ୍କ ପାଇଁ ଆଜି ବି ନେଇ ଆସିଛି ଆଜିର ରାଶିଫଳ। ଯଦି ଆପଣମାନେ ମୋତେ ଦେଖୁଛନ୍ତି ତେବେ ନିଶ୍ଚିତ ଲାଇକ୍ କରନ୍ତୁ, କମେଣ୍ଟ ବକ୍ସରେ ନିଶ୍ଚିତ ଆପଣଙ୍କର ଇଷ୍ଟ ଦେବତାଙ୍କ ନାଁ ଲେଖନ୍ତୁ। ତତ୍ସହିତ ଯଦି ସବସ୍କ୍ରାଇବ କରିନାହାନ୍ତି ସବସ୍କ୍ରାଇବ କରିନିଅନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନ୍ ବଟନ ନିଶ୍ଚିତ ଦବାଇ ଦିଅନ୍ତୁ, କାରଣ ମୁଁ ସବୁଦିନ ରାଶିଫଳ ସହିତ ଗ୍ରହ ବ୍ରତ ବାର ବିଷୟରେ କିଛି ନା କିଛି ତଥ୍ୟ ଆପଣମାନଙ୍କ ନିକଟରେ ଉପସ୍ଥାପନ କରେ। ଆଜିର ରାଶିଫଳ ଜାଣିବା ପୂର୍ବରୁ ପ୍ରଥମେ ଜାଣିନେବା ଆଜିର ପଞ୍ଚାଙ୍ଗ। ଆଜି 2025 ଅଗଷ୍ଟ ମାସ 13 ତାରିଖ, ଓଡ଼ିଆ ଶ୍ରାବଣ ମାସ 29 ଦିନ, ବୁଧବାର, କୃଷ୍ଣ ପକ୍ଷ ଚତୁର୍ଥୀ ତିଥି, ଯାହା ଦିବା 6:40 ପର୍ଯ୍ୟନ୍ତ ରହୁଛି। ତାପରେ ପଞ୍ଚମୀ ତିଥି ଆରମ୍ଭ ହେଉଛି, ଯାହା ରାତ୍ରି 4:29 ପର୍ଯ୍ୟନ୍ତ ରହୁଛି। ତାପରେ ଯାହାକି ଷଷ୍ଠୀ ତିଥି ଆରମ୍ଭ ହେଉଛି, ତେଣୁ ଆଜି ପଞ୍ଚମୀ ତିଥି କ୍ଷୟଯୁକ୍ତ ରହୁଛି। ଆଜି ଉତ୍ତରା ଭାଦ୍ରା ନକ୍ଷତ୍ର, ଯାହା ଦିବା 11:13 ପର୍ଯ୍ୟନ୍ତ ରହୁଛି। ତାପରେ ରେବତୀ ନକ୍ଷତ୍ର ଆରମ୍ଭ ହେଉଛି। ଆଜି ଚନ୍ଦ୍ର ରହିଛନ୍ତି ମୀନ ରାଶିରେ। ଆଜି ସୂର୍ଯ୍ୟ ଉଦୟ ହେଉଛନ୍ତି, ଯାହା ପ୍ରାପ୍ତ 5:28 ସେହିଭଳି ସୂର୍ଯ୍ୟ ଅସ୍ତ ହେଉଛନ୍ତି ଅପରାହ୍ନ 6:11। ଆଜି ଯାହାକି ଯୁଗ୍ନି ରହିଛି ନୈಋତ୍ୟ କୋଣରେ ଦିବା 6:40 ପରେ ଯୁଗ୍ନି ଦକ୍ଷିଣ କୋଣରେ ରହିବ, ଯାହା ରାତ୍ରି 4:29 ପରେ ପୁଣି ଯୁଗ୍ନି ପଶ୍ଚିମ ଦିଗରେ ରହିବ। ଆଜି ଯାହାକି ଘାତ ଚନ୍ଦ୍ର ରହିଛି ଧନୁ ରାଶି ବ୍ୟକ୍ତିଙ୍କର। ଆଜି ଘାତ ବାର ରହିଛି, ଯାହାକି କର୍କଟ ରାଶି ବ୍ୟକ୍ତିଙ୍କର। ଆଜି ମୂର୍ତ୍ତ ବ୍ୟକ୍ତିର କୌଣସି ପୁଷ୍କର ଦୋଷ ଲାଗୁନାହିଁ। ଆଜି ପଞ୍ଚମୀରେ ଶ୍ରାଦ୍ଧ ନିଷିଦ୍ଧ ଖାଦ୍ୟ ରହିଛି, ମୂଳା ତତ୍ସହିତ ବେଲ ଭୋଜନ ନିଷେଧ ରହିଛି। ଆଜି ହେଉଛି ଭୈରବ ପୂଜା, ଯାହାକୁ ଆମେ ରକ୍ଷା ପଞ୍ଚମୀ ମଧ୍ୟ କହିଥାଉ। ତେବେ ଆଜିଠାରୁ ଯାହାକି ବୋଧେଇ ଉଷା ଆରମ୍ଭ। ଆଜିର ଶୁଭ ବାର୍ତ୍ତା। ଆଜି ହେଉଛି ବୋଧେଇ ଉଷା ଆରମ୍ଭ, ଯାହାକୁ ଆମେ ବୋଧିବାମନ ଉଷା ଭାବରେ ମଧ୍ୟ କହିଥାଉ। ତେବେ ଏହି ବୋଧେଇ ଉଷା ଯାହାକି ଦେବୀ ବିମଳା ମାତାଙ୍କ ଭାବରେ ବିବେଚନା କରାଯାଇଥାଏ। ତେବେ ଏହି ବୋଧେଇ ଉଷା ଯାହାକି ଗହ୍ମା ପୂର୍ଣ୍ଣମୀ ପରେ, ଯାହାକି ଭାଦ୍ରବ ମାସର ପ୍ରତି ବୁଧବାର ପାଳନ କରାଯାଇଥାଏ। ତେବେ ଏହି ବୋଧେଇ ଉଷା ଯାହାକି ଉପବାସ ପ୍ରାର୍ଥନା କରାଯାଇଥାଏ। ତେବେ ମୁଖ୍ୟ ଉଦ୍ଦେଶ୍ୟ ରହୁଛି ଯାହାକି ସନ୍ତାନ ମାନଙ୍କର ମଙ୍ଗଳ, ଦୀର୍ଘ ଜୀବନ ଓ ସମୃଦ୍ଧି ପାଇଁ ଏହି ଉଷା କରାଯାଇଥାଏ। ତେବେ ଏହି ଉଷା କେବଳ ମହିଳା ମାନେ ବିଶେଷ କରି କରିଥାନ୍ତି। ତେବେ ଆପଣମାନେ ନିଶ୍ଚିତ କରନ୍ତୁ ଏବଂ ଆପଣଙ୍କର ପିଲା ଛୁଆଙ୍କର ସମସ୍ୟାକୁ ଦୂରୀଭୂତ କରାନ୍ତୁ। ଆଜିର ଅଶୁଭ ବେଳା, ଯାହା ଦିବା 6:25 ଦିବା 9:59 ମଧ୍ୟ ରହିଛି କାଳ ବେଳା। ସେହିଭଳି ଦିବା 11:51 ଦିବା 2:39 ମଧ୍ୟ ରହିଛି ରାହୁ କାଳ ସହିତ ବାର ବେଳା। ତେଣୁ ରାହୁ କାଳ, ବାର ବେଳା ଏବଂ କାଳ ବେଳା ସମୟରେ କୌଣସି ଶୁଭ କାର୍ଯ୍ୟ କରନ୍ତୁ ନାହିଁ। ଆଜିର ଶୁଭ ବେଳା, ଯାହା ପ୍ରାପ୍ତରୁ ଦିବା 6:24 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ଦିବା 10:00 ଦିବା 11:15 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ଦିବା 3:15 ଦିବା 4:54 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ସନ୍ଧ୍ୟା 6:57 ରାତ୍ରି 9:14 ମଧ୍ୟ ରହିଛି ଶୁଭ ବେଳା। ତେବେ ଚାଲନ୍ତୁ ଜାଣିବା ଆଜିର ରାଶିଫଳ, ଯାହା ଚନ୍ଦ୍ରଗୋଚର ଗଣନା ଦ୍ୱାରା ଜାଣିବା। ମେଷ ଠାରୁ ମୀନ ରାଶି ପର୍ଯ୍ୟନ୍ତ।
तेबे प्रथमे चलंतु जानिबा मेष राशि व्यक्ति विषय। मेष राशि व्यक्ति आज प्रत्येक कार्य रे आपन को अस्थिरता देखा देबो। कार्य गुड़िक ठीक से न होई पारे, कार्य रे अनेक प्रकार चाप विफलता सृष्टि होई पारे। विशेष करी आपनकर दैनंदिन कार्य गुड़िक जहा कि अनेक प्रकार बाधा विघ्न मध्य सृष्टि हेबो, जहा पई मानसिक स्थिति भल न रही पारे, जहा आपण भाग्य चक्र जना पड़ुछि मेष राशि व्यक्ति क्षेत्र रे। तबे मेष राशि व्यक्ति आज ऑफिस जनित कार्य रे आपण को कार्य स्थिरता आसी न पारे, कार्य रे त्रुटि आसी पारे, जहा पई आपण अधिक विचलित होई पारंती। तेणु मेष राशि व्यक्ति यहाँ प्रति सचेतन रहिबा सहित आज शिक्षार्थी विद्यार्थी माने पाठ पढ़ारे अवहेला युक्त भाग्य आपनकर निम्नगामी रहुछि। तेणु यहाँ प्रति निश्चित सचेतन रुहंतु। तेबे आज मेष राशि व्यक्ति आपण जहा कि आपणकर परिवार वर्ग एवं आपणकर बंधु वर्ग सहित अनेक प्रकार मनोमालिन युग रहुछि। तत्सहित जो माने प्रेम संबंध रे जड़ित अछंती सेमानक पई आदु भल दिन होई न पारे मेष राशि व्यक्ति क्षेत्र रे। तबे मेष राशि व्यक्ति आज राजनीतिक सामाजिक कार्य पई आदु भल स्थिति नाही। व्यापार वाणिज्य जदि जो माने करूछंती सेमाने टिके हाथे माफी चाखंड हिसाब रे कार्य करंतु, कारण आज अनेक प्रकार क्षति आपन को सामना करबा को पड़िबो, जहा आपन को भाग्य चक्र जना पड़ुछि आपनकर आय ठारू व्यय अधिका होबार चांस रहुछि। तेणु व्यापार वाणिज्य रे नूतन कौनसी व्यापार वाणिज्य निष्पत्ति नियंतु नाही। अनावश्यक खर्च ठारू दूरता अवलंबन करंतु। तत्सहित मेष राशि व्यक्ति स्वास्थ्यगत चिंता दृष्टि देखिले आपनकर स्वास्थ्य अनेक प्रकार समस्या सृष्टि करुछि। तेणु निश्चित स्वास्थ्य प्रति टिके सचेतन रुहंतु। आज मेष राशि व्यक्तिंकर भाग्य संख्या रही जहा कि 6, भाग्य रंग आपण जहा कि नील रंग व्यवहार करि परिबे एवं ग्रह माने आपण को आज 35% साथ दउछंती। एबे चलंतु जानिबा वृष राशि व्यक्ति विषय। वृष राशि व्यक्ति आज भाग्य उदय युग कहले अतृप्ति हेब नाही। समस्त प्रकार कार्य रे आपण सफलता पाइबा सहित ग्रह माने आपणकर शीर्ष स्थान रे रहुतिबारु शुभ युग रहुछि। अनेक क्षेत्र रे आपण सफलता पाइबा सहित दैनंदिन कार्य गुड़िक अति क्षण समय रे संपूर्ण होबे, जहा कि आपण जे कोनसी कार्य करूथिले प्रत्येक दिन ताहा समय लागुथुला आज क्षण समय रे संपूर्ण होबा सहित आज जहा कि वृष राशि व्यक्ति शिक्षार्थी विद्यार्थी मानकर इंटरव्यू एग्जाम रे अनेक प्रकार सफलता प्राप्त करिवार पूर्ण युग रहुछि। तत्सहित आज वृष राशि व्यक्ति राजनीतिक सामाजिक क्षेत्र में कार्य करुवा व्यक्ति आज उत्साह पूर्ण दिन। तेबे वृष राशि व्यक्ति आज जो माने ऑफिस जनित क्षेत्र में कार्य करुछंती सेमानंकु अनेक प्रकार सफलता प्राप्त करिवार उत्तम युग बनउछि। तत्सहित आपण आज कौनसी क्षेत्र में पद उन्नति होबार संभावना युग रहिबा सहित आज वृष राशि व्यक्ति जहा कि आपनकर कार्यशैली समस्त को दृष्टि आकर्षण एवं सहयोग मध्य कार्य रे मिलिबो। तेबे वृष राशि व्यक्ति आज आय ठारू व्यय आपनकर कम हबो, जहा कि भल संचय करिवे। व्यापार वाणिज्य रे अनेक प्रकार लाभ प्राप्त करिवार पूर्ण सुयोग रहुछि, जहा आपनकर भाग्य चक्र रु जणा पडुछि। तेबे आज अर्थ मध्य संचय करिबा सहित किछि पूर्वरु देइथिबा अर्थ फेरी पाइबार चांस रहुछि। तेबे आज जहा कि वृष राशि व्यक्ति प्रेम दुनिया रे जो माने जड़ित अछंती सेमानकर मधुर संपर्क बजाई रहिबो। नूतन प्रेम वार्तालाप करिबा पई युग बनउछि शुभ युग। तत्सहित आज वृष राशि व्यक्ति जहा कि परिवार वर्ग बंधु वर्ग सहित आपनकर दिन अति आनंद रे कटिबार युग बनउछि। आज वृष राशि व्यक्ति जहा कि आपनकर स्वास्थ्यगत दृष्टि देखिले आपण संपूर्ण सुस्थ रहिबे। कौनसी स्वास्थ्य समस्या रहिबो नाही। पूर्वरु जहा दीर्घकालीन स्वास्थ्य समस्या थिबो आज समाधान रास्ता फेरी पाइबे। तेबे आज जहा कि वृष राशि व्यक्ति कौनसी कार्य पई जदि दूरयात्रा करूछंती से कार्य रे निश्चित सफलता प्राप्त करिवार उत्तम युग रहुछि। आज वृष राशि व्यक्तिंकर भाग्य संख्या रहिछि जहा कि 4, भाग्य रंग आपण सबुज रंग व्यवहार करि परिबे एवं ग्रह माने आपण को आज 98% साथ दउछंती। चलंतु जानिबा मिथुन राशि व्यक्ति विषय। मिथुन राशि व्यक्ति
ଆଜି ଆପଣଙ୍କର ଦୈନନ୍ଦିନ କର୍ମକ୍ଷେତ୍ରରେ ଆଗକୁ ବଢିବା ସହିତ ସମସ୍ତ କାର୍ଯ୍ୟରେ ଆପଣ ସଫଳତା ପାଇବାର ପୂର୍ଣ୍ଣ ସୁଯୋଗ ରହୁଛି। ଆଜି ଯାହାକି ମିଥୁନ ରାଶି ବ୍ୟକ୍ତି ଅଫିସ ଜନିତ କାର୍ଯ୍ୟ ତତ୍ସହିତ ଆପଣ ରାଜନୈତିକ ସାମାଜିକ କ୍ଷେତ୍ରରେ କରୁଥିବା କାର୍ଯ୍ୟ ମଧ୍ୟ ଆପଣଙ୍କୁ ଉତ୍ସାହ ଆନନ୍ଦ ଦେବ। ଆପଣଙ୍କର କାର୍ଯ୍ୟକୌଶଳରେ ସମସ୍ତେ ଆପଣଙ୍କ ଉପରେ ଯାହାକି ବିଶ୍ୱାସ, ଆପଣଙ୍କର କାର୍ଯ୍ୟକୌଶଳ ସମସ୍ତଙ୍କୁ ଦୃଷ୍ଟି ଆକର୍ଷଣ କରିପାରେ। ତେବେ ମିଥୁନ ରାଶି ବ୍ୟକ୍ତି ଆଜି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କର ପରାକ୍ରମ ଦେଖାଦେବ। କମ୍ପିଟିସନ କ୍ଷେତ୍ରରେ ଆପଣ ନିଶ୍ଚିତ ଆଗକୁ ବଢିବା ସହିତ ଆପଣଙ୍କୁ କଠିନ ପରିଶ୍ରମ ବଳରେ ସମସ୍ତ କାର୍ଯ୍ୟ ସିଦ୍ଧି ଯୋଗ ରହୁଛି, ଅର୍ଥାତ୍ କମ୍ପିଟିସନ କ୍ଷେତ୍ରରେ ବିଜୟ ଲାଭ କରିପାରନ୍ତି। ଆଜି ମିଥୁନ ରାଶି ବ୍ୟକ୍ତି ଯାହାକି ଆପଣଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ। କୌଣସି ସ୍ୱାସ୍ଥ୍ୟ ସମସ୍ୟା ଆପଣଙ୍କୁ ବିଚଳିତ କରିନପାରେ। ତେବେ ପୂର୍ବରୁ ଯଦି ସ୍ୱାସ୍ଥ୍ୟ ସମସ୍ୟା ଥିବ ଆଜି ଟିକେ ଅସ୍ଥିରତା ଆସିପାରେ। ତେବେ ଆଜି ମିଥୁନ ରାଶି ବ୍ୟକ୍ତି ବେପାର ବାଣିଜ୍ୟରେ ଆପଣ ଅନେକ ପ୍ରକାର ଲାଭ କରିପାରନ୍ତି। ତତ୍ସହିତ ଆଜି ଆପଣ ବହୁତ ଯାହାକି କାର୍ଯ୍ୟ ସିଦ୍ଧି ଯୁଗ ରହୁଥିବାରୁ ଆପଣ ଯେକୌଣସି ନୂତନ ବେପାର ବାଣିଜ୍ୟ ନିଷ୍ପତ୍ତି ନେବା ପାଇଁ ଗ୍ରହମାନେ ଆପଣଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି। ତେବେ ଆଜି ମିଥୁନ ରାଶି ବ୍ୟକ୍ତି ଯାହାକି ଆଜି ଅର୍ଥ ସଞ୍ଚୟ କରିବା ସହିତ ଦୈନନ୍ଦିନ ବେପାର ବାଣିଜ୍ୟରେ ଅନେକ ପ୍ରକାର ଲାଭ କରିବାର ପୂର୍ଣ୍ଣ ଯୁଗ ରହୁଛି। ତତ୍ସହିତ ଆଜି ମିଥୁନ ରାଶି ବ୍ୟକ୍ତି ପ୍ରେମ ସମ୍ବନ୍ଧରେ ଯୋଉମାନେ ଜଡିତ ଅଛନ୍ତି ସେମାନଙ୍କ ପାଇଁ ଆଜି ନିଶ୍ଚିତ ଏକ ଉତ୍ସାହର ଦିନ ହବ। ତେବେ ଆଜି ମିଥୁନ ରାଶି ବ୍ୟକ୍ତି ଆଜି ଯୋଉମାନେ ପରିବାର ବର୍ଗଙ୍କ ସହିତ ପୂର୍ବରୁ ଯଦି କିଛି ମନମାଳିନ୍ୟ ଥିବ ତାହା ଆଜି ନିଶ୍ଚିତ ସମାଧାନ ହୋଇପାରେ। ଆଜି ମିଥୁନ ରାଶି ବ୍ୟକ୍ତି ପରିବାର ବର୍ଗ ସହିତ ଆପଣଙ୍କର ବନ୍ଧୁବର୍ଗଙ୍କ ସହିତ ମଧ୍ୟ ଆଜି ଭଲରେ ଦିନ କଟିବାର ସୁଯୋଗ ଦେବ। ଆଜି ମିଥୁନ ରାଶି ବ୍ୟକ୍ତିଙ୍କର ଯାହାକି ଭାଗ୍ୟ ସଂଖ୍ୟା ରହିଛି 9, ଭାଗ୍ୟ ରଙ୍ଗ ଆପଣ ନାଲି ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 40% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା କର୍କଟ ରାଶି ବ୍ୟକ୍ତିଙ୍କ ବିଷୟରେ। କର୍କଟ ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କ ପାଇଁ ବିଶେଷ ଭଲ ଦିନ ହୋଇନପାରେ। ଅନେକ ସମସ୍ୟା ଦେଇ ଗତି କରିପାରନ୍ତି। ତେଣୁ କର୍କଟ ରାଶି ବ୍ୟକ୍ତି ନିଶ୍ଚିତ ଧ୍ୟାନ ସହକାରେ ପ୍ରତ୍ୟେକ କାର୍ଯ୍ୟ କରନ୍ତୁ। ବିଶେଷ କରି ଧାର୍ମିକ କାର୍ଯ୍ୟରେ ମନ ଆଜି କିଛି ମାତ୍ରାରେ ଯାଇପାରେ। ତେବେ ଧାର୍ମିକ କାର୍ଯ୍ୟରେ ଯଦି ଆପଣ ଯାଉଛନ୍ତି ତାହା ଆପଣଙ୍କ ପାଇଁ ଭଲ ହେବ ଏବଂ କାର୍ଯ୍ୟରେ ଉନ୍ନତି ଆସିବ। ତତ୍ସହିତ ଆପଣଙ୍କର କାର୍ଯ୍ୟଶୈଳୀ ଆଗକୁ ବଢିବ, ନହେଲେ କାର୍ଯ୍ୟରେ ଚାପଗ୍ରସ୍ତ ରହିବେ, ଯାହା ପାଇଁ ବିଭିନ୍ନ ପ୍ରକାର ବାଧାବିଘ୍ନତା ସୃଷ୍ଟି ହୋଇପାରେ, ଯାହା କର୍କଟ ରାଶି ବ୍ୟକ୍ତିଙ୍କ ରାଶି ଚକ୍ରରୁ ଜଣା ପଡୁଛି। ତେବେ କର୍କଟ ରାଶି ବ୍ୟକ୍ତି ଆଜି ଆପଣଙ୍କର ଯାହାକି ଶିକ୍ଷା କ୍ଷେତ୍ରରେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ବିଶେଷ ଭଲ ଦିନ ହୋଇନପାରେ। ତତ୍ସହିତ କର୍କଟ ରାଶି ବ୍ୟକ୍ତି ଆଜି ଯୋଉମାନେ ରାଜନୈତିକ ସାମାଜିକ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତି ମାନଙ୍କୁ ଟିକେ ସ୍ଥିରତା ରହି କାର୍ଯ୍ୟ କରିବାର ଆବଶ୍ୟକତା ରହିଛି। ପ୍ରେମ ଦୁନିଆରେ ଯୋଉମାନେ ଜଡିତ ଅଛନ୍ତି ସେମାନଙ୍କ ପାଇଁ ଆଜି ବିଶେଷ ଭଲ ଦିନ ହୋଇନପାରେ। ତେବେ ଆଜି ଯାହାକି ଶତ୍ରୁମାନେ ଆପଣଙ୍କୁ ଭୟଭୀତ କରିପାରନ୍ତି, ତେଣୁ ଏହା ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି। କର୍କଟ ରାଶି ବ୍ୟକ୍ତି ଆଜି ଛଳନା କପଟ ମିଛୁଆଙ୍କ ଠାରୁ ଟିକେ ଦୂରତା ଅବଲମ୍ବନ କରନ୍ତୁ ବା ଆପଣଙ୍କୁ କିଏ ଠକେଇ ଦେଇପାରେ, ଏହା ପ୍ରତି ସଚେତନ ରୁହନ୍ତୁ କର୍କଟ ରାଶି ବ୍ୟକ୍ତି। ତେବେ କର୍କଟ ରାଶି ବ୍ୟକ୍ତି ଆଜି ବେପାର ବାଣିଜ୍ୟରେ ଆଶା ଅନୁସାରେ ଲାଭ ପ୍ରାପ୍ତ କରିପାରିବେ ନାହିଁ। ତେଣୁ ବେପାର ବାଣିଜ୍ୟକୁ ନିଶ୍ଚିତ ଧ୍ୟାନ ସହକାରେ କାର୍ଯ୍ୟ କରନ୍ତୁ ବେପାର ବାଣିଜ୍ୟ କ୍ଷେତ୍ରରେ। ତେବେ ଆଜି କର୍କଟ ରାଶି ବ୍ୟକ୍ତି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ସମସ୍ୟା ଆସିବ। ଯାହା ପୂର୍ବରୁ ସ୍ୱାସ୍ଥ୍ୟ ସମସ୍ୟା ଥିଲା ଆଜି ଆହୁରି ଦ୍ୱିଗୁଣିତ ହବାର ଚାନ୍ସ ରହୁଛି। ତେଣୁ ଏହା ପ୍ରତି ନିଶ୍ଚିତ ସଚେତନ ରୁହନ୍ତୁ। ଆଜି କର୍କଟ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 9, ଭାଗ୍ୟ ରଙ୍ଗ ଆପଣ ନାଲି ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 40% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ସିଂହ ରାଶି ବ୍ୟକ୍ତିଙ୍କ ବିଷୟରେ। ସିଂହ ରାଶି ବ୍ୟକ୍ତି ଆଜି ପ୍ରତ୍ୟେକ କାର୍ଯ୍ୟ ଗୁଡିକୁ ନିଶ୍ଚିତ ସ୍ଥିରତା ସହକାରେ କରନ୍ତୁ, କାରଣ ଆପଣଙ୍କର ଭାଗ୍ୟ ଗ୍ରହ ନିମ୍ନଗାମୀ ରହୁଛି। ତେଣୁ ସିଂହ ରାଶି ବ୍ୟକ୍ତି ଆଜି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଠାରୁ ଟିକେ ଦୂରତା ଅବଲମ୍ବନ କରିଲେ ତାହା ଆପଣଙ୍କ ପାଇଁ ଫଳପ୍ରଦ ହେବ। ତେବେ ସିଂହ ରାଶି ବ୍ୟକ୍ତି ଦୈନନ୍ଦିନ କାର୍ଯ୍ୟ ଗୁଡିକ ଆଜି ଅସ୍ଥିରତା ଦେଖାଦେବ, କାର୍ଯ୍ୟ ହଉ ଅଟକି ଯିବ। ତତ୍ସହିତ ସିଂହ ରାଶି ବ୍ୟକ୍ତି କାର୍ଯ୍ୟରେ
ଯାହାକି ଭୁଲ ଭଟକା ହେବ ଏବଂ କାର୍ଯ୍ୟ କରୁଥିଲା ବେଳେ କିଛି ଯୁକ୍ତିତର୍କ କଳହ ଆଡ଼କୁ କଥାବାର୍ତ୍ତା ଯାଇପାରେ। ତେଣୁ ଏହା ପ୍ରତି ନିଶ୍ଚିତ ସିଂହ ରାଶି ବ୍ୟକ୍ତି ସଚେତନ ରହିବା ସହିତ ବିଶେଷ କରି କଳହ ଯୁକ୍ତିତର୍କ କରୁଥିବା ସାଙ୍ଗଠାରୁ ବା ବୁରା ଲୋକ ଅର୍ଥାତ୍ ଖରାପ ଲୋକଙ୍କ ଠାରୁ ଟିକେ ଦୂରତା ଅବଲମ୍ବନ କରିଲେ ତାହା ଆପଣଙ୍କ ପାଇଁ ଭଲ ହେବ। ତେବେ ଆଜି ସିଂହ ରାଶି ବ୍ୟକ୍ତି ଚାକିରି ସମ୍ବନ୍ଧ କ୍ଷେତ୍ରରେ ଯେଉଁମାନେ କାର୍ଯ୍ୟ କରୁଛନ୍ତି ତାଙ୍କ ପାଇଁ ବିଶେଷ ଭଲ ଦିନ ହୋଇନପାରେ। ଅନେକ ସମସ୍ୟା ଭିତରେ ଗତି କରିବେ, କାର୍ଯ୍ୟ ଚାପ ବଢ଼ିବ, ଯାହା ପାଇଁ ମାନସିକ ଟେନସନ ବଢ଼ିପାରେ। ତେଣୁ ସିଂହ ରାଶି ବ୍ୟକ୍ତି ଏହା ପ୍ରତି ନିଶ୍ଚିତ ସଚେତନ ରୁହନ୍ତୁ। ତେବେ ଯେଉଁମାନେ ରାଜନୈତିକ ବା ସାମାଜିକ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ପାଇଁ ଆଜି ବିଶେଷ ଭଲ ଦିନ ହୋଇନପାରେ। ତେଣୁ ନିଜକୁ ଟିକେ କଣ୍ଟ୍ରୋଲ ରଖନ୍ତୁ, ଯାହା ଆପଣଙ୍କ ପାଇଁ ଭଲ ହେବ। ତେବେ ସିଂହ ରାଶି ବ୍ୟକ୍ତି ଆଜି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କର ପାଠ ପଢ଼ା ଅବହେଳାଯୁକ୍ତ ରହିବ। ଅନେକ କ୍ଷେତ୍ରରେ ଆପଣ ଯାହାକି ସଫଳତା ପାଇବା ଭାରି କଷ୍ଟକର। ଯେଉଁଗୁଡ଼ା ପୂର୍ବରୁ ସଫଳତା ପାଉଥିଲେ ଆଜି ସଫଳତା ପାଇବା ଅନେକ ପ୍ରକାର ସମସ୍ୟା ଏବଂ ସଫଳତା ହେବ ମଧ୍ୟ ନାହିଁ। ତେବେ ଆଜି ସିଂହ ରାଶି ବ୍ୟକ୍ତି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ସମସ୍ୟା ଯାହା ଦେଖାଦେବ, ଯାହା ପାଇଁ ଆପଣ ବହୁତ ଚିନ୍ତିତ ରହିବେ। ପୂର୍ବରୁ ଯେଉଁ ସ୍ୱାସ୍ଥ୍ୟ ସମସ୍ୟା ଥିଲା ଆଜି ତାହା ଦ୍ୱିଗୁଣିତ ହେବ ଏବଂ ମାନସିକ ଟେନସନ ବଢ଼ିବ, ଯାହା ପାଇଁ ଆପଣଙ୍କର କାର୍ଯ୍ୟ ସ୍ଥିରତା ହେବ ନାହିଁ। ତେବେ ଆଜି ସିଂହ ରାଶି ବ୍ୟକ୍ତି ଯେଉଁମାନେ ପ୍ରେମ ଦୁନିଆରେ ଅଛନ୍ତି ସେମାନଙ୍କ ପାଇଁ ଆଜି ସାବଧାନ ନିହାତି ଆବଶ୍ୟକତା। କଥାରେ ଟିକେ କଣ୍ଟ୍ରୋଲ କରନ୍ତୁ, ସଂଯମତା ନିହାତି ଆବଶ୍ୟକତା। ନୂତନ ପ୍ରେମ ପାଇଁ ଆଦୌ ଆଜି ଉଚିତ ଦିନ ନୁହେଁ। ଆଜି ଯାହାକି ସିଂହ ରାଶି ବ୍ୟକ୍ତି ପରିବାର ବର୍ଗ ଏବଂ ବନ୍ଧୁବର୍ଗଙ୍କ ସହ କିଛି ମନାନ୍ତର ଯୁଗ ରହୁଛି। ତେବେ ଆଜି ସିଂହ ରାଶି ବ୍ୟକ୍ତି ବେପାର ବାଣିଜ୍ୟରେ ଆପଣ ଅନେକ ପ୍ରକାର କ୍ଷତି ସହିବାକୁ ପଡ଼ିପାରେ। ତେଣୁ ନିଶ୍ଚିତ ନିଜର ବେପାର ପ୍ରତି ସଚେତନ ରହିବା ସହିତ ନୂତନ ବେପାର ବାଣିଜ୍ୟ ଆଦୌ କରନ୍ତୁ ନାହିଁ। ତେବେ ସିଂହ ରାଶି ବ୍ୟକ୍ତି ଆଜି ଯାହାକି ଆପଣଙ୍କର ଭାଗ୍ୟ ସଂଖ୍ୟା ରହିଛି 7, ଭାଗ୍ୟ ରଙ୍ଗ ଆପଣ ସବୁଜ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 45% ସାଥ ଦେଉଛନ୍ତି। ଏବେ ଚାଲନ୍ତୁ ଜାଣିବା କନ୍ୟା ରାଶି ବ୍ୟକ୍ତିଙ୍କ ବିଷୟରେ। କନ୍ୟା ରାଶି ବ୍ୟକ୍ତି ଆଜି ସମସ୍ତ ପ୍ରକାର କାର୍ଯ୍ୟ ଆପଣଙ୍କୁ ଆଗକୁ ବଢିବାର ଭାଗ୍ୟ ଗ୍ରହ ସାଥ ଦେବ। ଆଜି କନ୍ୟା ରାଶି ବ୍ୟକ୍ତି ଦୈନନ୍ଦିନ କାର୍ଯ୍ୟ ଗୁଡ଼ିକ ଉତ୍ସାହ ସହକାରେ କରିବେ। ଅଫିସ ଜନିତ କାର୍ଯ୍ୟରେ ଆପଣଙ୍କର କାର୍ଯ୍ୟ ଗୁଡ଼ିକ ବହୁ ଦୃଷ୍ଟି ଆକର୍ଷଣ ହେବ। ସହଯୋଗୀ ମାନେ ଆପଣଙ୍କୁ ସାହାଯ୍ୟ କରିବେ। ଆପଣଙ୍କର କାର୍ଯ୍ୟ କୌଶଳ ଦେଖି ଉପରସ୍ଥ କର୍ମଚାରୀ ଆପଣଙ୍କୁ ପ୍ରଶଂସା କରିବାର ପୂର୍ଣ୍ଣ ଯୋଗ ରହୁଛି। ତେବେ କନ୍ୟା ରାଶି ବ୍ୟକ୍ତି ଆଜି ଯାହାକି ଯେଉଁମାନେ ରାଜନୈତିକ ସାମାଜିକ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତିମାନଙ୍କୁ ନିଶ୍ଚିତ ଆଶା ଅନୁସାରେ ସଫଳତା ମିଳିବ। ମାନ ସମ୍ମାନ ବୃଦ୍ଧି ହେବାର ପୂର୍ଣ୍ଣ ଯୋଗ ରହୁଛି। ଆଜି କନ୍ୟା ରାଶି ବ୍ୟକ୍ତିଙ୍କର ଯାହାକି ଏଇ ଇଣ୍ଟରଭ୍ୟୁ ଏକ୍ଜାମରେ ଛାତ୍ରଛାତ୍ରୀ ମାନେ ନିଶ୍ଚିତ ସଫଳତା ପ୍ରାପ୍ତ କରିବାର ପୂର୍ଣ୍ଣ ଯୋଗ ରହୁଛି। ଆଜି କନ୍ୟା ରାଶି ବ୍ୟକ୍ତି ଯାହାକି ଆପଣଙ୍କର ପ୍ରେମ ଦୁନିଆରେ ଯେଉଁମାନେ ଜଡ଼ିତ ଅଛନ୍ତି ଆପଣଙ୍କ ପାଇଁ ଆଜି ବିଶେଷ ଦିନ ଭଲ ହୋଇନପାରେ ଏବଂ ଆପଣଙ୍କର ପ୍ରେମ ଅନେକ ପ୍ରକାର ଅସ୍ଥିରତା ମତଭେଦ ଦେଖା ଦେଇପାରେ। ତେଣୁ ଏହା ପ୍ରତି ନିଶ୍ଚିତ କନ୍ୟା ରାଶି ବ୍ୟକ୍ତି ସାବଧାନ ରୁହନ୍ତୁ। ତେବେ କନ୍ୟା ରାଶି ବ୍ୟକ୍ତି ଆଜି ଆପଣଙ୍କର ଯାହାକି ବେପାର ବାଣିଜ୍ୟରେ ଆଶା ଅନୁସାରେ ଲାଭ ପ୍ରାପ୍ତ କରିବାର ପୂର୍ଣ୍ଣ ଯୋଗ ରହୁଛି। ତତ୍ସହିତ ଆଜି କନ୍ୟା ରାଶି ବ୍ୟକ୍ତି ଆପଣଙ୍କର ନୂତନ ବେପାର ବାଣିଜ୍ୟ ନିଷ୍ପତ୍ତି ନେବା ପାଇଁ ଗ୍ରହମାନେ ଆପଣଙ୍କୁ ପୂର୍ଣ୍ଣ ସହଯୋଗ କରୁଛନ୍ତି। ତେବେ କନ୍ୟା ରାଶି ବ୍ୟକ୍ତି ଆଜି ଆପଣଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ। ପୂର୍ବରୁ ଯେଉଁ ସ୍ୱାସ୍ଥ୍ୟ ସମସ୍ୟା ଥିବ ଆଜି ସମାଧାନ ହେବାର ଅନେକ ଚାନ୍ସ ରହୁଛି। ଆଜି କନ୍ୟା ରାଶି ବ୍ୟକ୍ତିଙ୍କର ଯାହାକି ଭାଗ୍ୟ ସଂଖ୍ୟା ରହିଛି 5, ଭାଗ୍ୟ ରଙ୍ଗ ଆପଣ ନୀଳ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 85% ସାଥ ଦେଉଛନ୍ତି। ଏବେ ଚାଲନ୍ତୁ ଜାଣିବା ତୁଳା ରାଶି ବ୍ୟକ୍ତିଙ୍କ ବିଷୟରେ। ତୁଳା ରାଶି ବ୍ୟକ୍ତି ଆଜି ସମସ୍ତ ପ୍ରକାର କାର୍ଯ୍ୟ ଗୁଡ଼ିକ ଅତି ଉତ୍ସାହ ସହକାରେ କରିବେ। ଗ୍ରହମାନେ ଆପଣଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି। ପୂର୍ବରୁ ଅଟକି ଯାଇଥିବା କାର୍ଯ୍ୟ ଗୁଡ଼ିକୁ ନିଶ୍ଚିତ ସମ୍ପାଦନ ଅର୍ଥାତ୍ ପୂର୍ଣ୍ଣ ସହକାରେ ସଫଳତା ସହକାରେ କରିବେ, ଯାହା ଆପଣଙ୍କ ଭାଗ୍ୟ ଚକ୍ର ଜଣାପଡ଼ୁଛି। ତେବେ ତୁଳା ରାଶି ବ୍ୟକ୍ତି ଦୈନନ୍ଦିନ କାର୍ଯ୍ୟ ଗୁଡ଼ିକ ଉତ୍ସାହ ଆନନ୍ଦିତ ଏବଂ ସମସ୍ତ କାର୍ଯ୍ୟ ସମ୍ପାଦନ କରିବା ସହିତ କିଛି ନୂତନ କାର୍ଯ୍ୟରେ ମଧ୍ୟ ଭାଗ ନେଇପାରନ୍ତି। ତେବେ ତୁଳା ରାଶି ବ୍ୟକ୍ତି ଆଜି ଅଫିସ ଜନିତ କାର୍ଯ୍ୟରେ ଯଦି ଆପଣ ଜଡ଼ିତ ଅଛନ୍ତି ନିଶ୍ଚିତ ଆପଣଙ୍କୁ ଅନେକ ପ୍ରକାର ଫାଇଦା ଦେବ। ଆପଣଙ୍କର କାର୍ଯ୍ୟ କୌଶଳ ସମସ୍ତଙ୍କୁ ଦୃଷ୍ଟି ଆକର୍ଷଣ କରିପାରେ।
ଆପଣଙ୍କ ନିଜର କାର୍ଯ୍ୟ ଗୁଡ଼ିକୁ ଯାହାକି ସହଯୋଗ ମିଳିବ। ପରିବାର ବର୍ଗ, ବନ୍ଧୁ ବର୍ଗ, ସହକର୍ମୀ, ବିଶେଷ କରି ଉପରସ୍ଥ କର୍ମଚାରୀ ମଧ୍ୟ ଆପଣଙ୍କୁ ସହଯୋଗ କରିବେ। ଆଜି ଯାହାକି ତୁଳା ରାଶି ବ୍ୟକ୍ତି ଯୋଉମାନେ ରାଜନୈତିକ ସାମାଜିକ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତିମାନେ ନିଶ୍ଚିତ ଉତ୍ସାହ, ଆନନ୍ଦିତ ଏବଂ ପଦ ମର୍ଯ୍ୟାଦା ବଢିବ। ତତ୍ସହିତ ଆପଣଙ୍କର ଦବଦବା ମଧ୍ୟ ବଢିବ, ଯାହା ତୁଳା ରାଶି ବ୍ୟକ୍ତିଙ୍କ ଭାଗ୍ୟ ଚକ୍ରରୁ ଜଣାପଡେ। ତେବେ ତୁଳା ରାଶି ବ୍ୟକ୍ତି ଆଜି ଆପଣଙ୍କର ଯାହାକି ଛାତ୍ରଛାତ୍ରୀ ମାନେ ଯଦି ଇଣ୍ଟରଭ୍ୟୁ ଏକ୍ଜାମ ଥିବ, ସେଥିରେ ଅନେକ ପ୍ରକାର ସଫଳତା ପ୍ରାପ୍ତ କରିବାର ପୂର୍ଣ୍ଣ ଯୋଗ ରହୁଛି। ଆଜି ତୁଳା ରାଶି ବ୍ୟକ୍ତି ଯୋଉମାନେ ପ୍ରେମ ଦୁନିଆରେ ଜଡିତ ଅଛନ୍ତି, ସେମାନଙ୍କର ଆଜି ମଧୁର ସମ୍ପର୍କ ସହିତ କିଛି ନୂତନ ପ୍ରେମ ବାର୍ତ୍ତାଳାପର ଯୋଗ ରହୁଛି, ଯାହାକି ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ତେବେ ତୁଳା ରାଶି ବ୍ୟକ୍ତି ଆଜି ଯାହାକି ପରିବାର ବର୍ଗ, ବନ୍ଧୁ ବର୍ଗ ଏବଂ ବିଶେଷ କରି ସ୍ୱାମୀ ସ୍ତ୍ରୀଙ୍କ ସହିତ ଭଲ ସମ୍ବନ୍ଧ ରହିବ। ଯଦି ପୂର୍ବରୁ କିଛି ମନାନ୍ତର ଯୁଗ ଥିଲା, ତାହା ଆଜି ସମାଧାନ ହବାର ଅନେକ ଚାନ୍ସ ରହୁଛି। ଆଜି ତୁଳା ରାଶି ବ୍ୟକ୍ତିଙ୍କର ଯାହାକି ବେପାର ବାଣିଜ୍ୟରେ ଆପଣ ଅନେକ ପ୍ରକାର ଲାଭ କରିବାର ପୂର୍ଣ୍ଣ ସୁଯୋଗ ରହୁଛି, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ତେଣୁ ତୁଳା ରାଶି ବ୍ୟକ୍ତି ଯାହାକି ଆପଣ ବେପାର ବାଣିଜ୍ୟ ଯୋଜନା ପ୍ରସ୍ତୁତ କରି କରନ୍ତୁ, ଦେଖିବେ ଅନେକ ପ୍ରକାର ଲାଭ କରିବା ସହିତ ଆଜି ତୁଳା ରାଶି ବ୍ୟକ୍ତି ଆପଣଙ୍କର ଯାହାକି ଅର୍ଥଜନିତ କ୍ଷେତ୍ରରେ ମଧ୍ୟ ଅନେକ ପ୍ରକାର ଲାଭ ପାଇବା ସହିତ ପୂର୍ବରୁ ଦେଇଥିବା ଅର୍ଥ ମଧ୍ୟ କିଛି ରିଟର୍ଣ୍ଣ ପାଇବେ। ତେବେ ତୁଳା ରାଶି ବ୍ୟକ୍ତି ଆଜି ଅର୍ଥ ମଧ୍ୟ ସଞ୍ଚୟ କରିପାରନ୍ତି। ତୁଳା ରାଶି ବ୍ୟକ୍ତି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ, କୌଣସି ସ୍ୱାସ୍ଥ୍ୟ ସମସ୍ୟା ରହିବ ନାହିଁ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡିଛି। ତେବେ ତୁଳା ରାଶି ବ୍ୟକ୍ତିଙ୍କର ଆଜି ଭାଗ୍ୟ ସଂଖ୍ୟା ରହିଛି ଯାହାକି 3, ଭାଗ୍ୟ ରଙ୍ଗ ଆପଣ ହଳଦିଆ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 98% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ବିଛା ରାଶି ବ୍ୟକ୍ତିଙ୍କ ବିଷୟରେ। ବିଛା ରାଶି ବ୍ୟକ୍ତି ଆଜି ନିଜର ପାଠ ପଢା ପ୍ରତି ଅଧିକ ଉତ୍ସାହ ରହିପାରେ, କିନ୍ତୁ ଉତ୍ସାହ ଭିତରେ ମଧ୍ୟ ଆପଣଙ୍କୁ ବିଶେଷ ଇଣ୍ଟରଭ୍ୟୁ ଏକ୍ଜାମ ଥିଲେ ସଫଳତା ପାଇପାରିବେ ନାହିଁ। ଆଜି ବିଛା ରାଶି ବ୍ୟକ୍ତି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ଅନେକ ପ୍ରକାର ସମସ୍ୟା ଭିତରେ ଗତି କରିବେ, ଯାହା ମାନସିକ ସ୍ଥିତି ଭଲ ନ ରହିପାରେ। ତେବେ ବିଛା ରାଶି ବ୍ୟକ୍ତି ଦୈନନ୍ଦିନ କାର୍ଯ୍ୟରେ ଆପଣଙ୍କୁ ଉତ୍ସାହ ମିଳିବ ନାହିଁ, ମନ ଅସ୍ଥିରତା ଦେଖାଦେବ। ତତ୍ସହିତ ଆପଣ ବିଛା ରାଶି ବ୍ୟକ୍ତି ଅଫିସ ଜନିତ କାର୍ଯ୍ୟରେ ଯୋଉମାନେ ଜଡିତ ଅଛନ୍ତି, ସେମାନଙ୍କ ପାଇଁ ଆଜି ଭଲ ଦିନ ହୋଇ ନପାରେ, ସହଯୋଗ ମିଳି ନପାରେ ଏବଂ ଆପଣଙ୍କର ଉପରସ୍ଥ କର୍ମଚାରୀ ଆପଣଙ୍କ ଉପରେ ବିରକ୍ତ ଭାବ ପରିପ୍ରକାଶ କରିପାରନ୍ତି, ଆପଣ କାର୍ଯ୍ୟ ତ୍ରୁଟି କରିପାରନ୍ତି। ତେଣୁ ବିଛା ରାଶି ବ୍ୟକ୍ତି ଏହା ପ୍ରତି ସଚେତନ ରହିବା ସହିତ ରାଜନୈତିକ ସାମାଜିକ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତିମାନେ ଆଜି ସ୍ଥିରତା ଅବଲମ୍ବନ କରନ୍ତୁ, ଯାହା ଆପଣଙ୍କ ପାଇଁ ଭଲ ହେବ। ତେବେ ବିଛା ରାଶି ବ୍ୟକ୍ତି ଆଜି ବେପାର ବାଣିଜ୍ୟରେ ଯୋଉମାନେ ଜଡିତ ଅଛନ୍ତି, ନୂତନ ବେପାର ବାଣିଜ୍ୟ ନିଷ୍ପତ୍ତି ନେବା ପାଇଁ ଆଦୌ ଭଲ ଦିନ ହୋଇ ନପାରେ। ତତ୍ସହିତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଠାରୁ ମଧ୍ୟ ଦୂରତା ଅବଲମ୍ବନ କରନ୍ତୁ ବିଛା ରାଶି ବ୍ୟକ୍ତି। ଆଜି ବିଛା ରାଶି ବ୍ୟକ୍ତି ବେପାର ବାଣିଜ୍ୟ ଯୋଉମାନେ କରୁଛନ୍ତି, ହାତେ ମାପି ଚାଖଣ୍ଡେ ଚାଲିବା ହିସାବରେ ଯୋଉ କାର୍ଯ୍ୟ ସେଇଭଳିଆ କାର୍ଯ୍ୟ କରି ଡିସିସନ ନିଅନ୍ତୁ। ତେବେ ଆଜି ବିଛା ରାଶି ବ୍ୟକ୍ତି ଦୂରଯାତ୍ରା ଯଦି କରୁଛନ୍ତି, ତାହାକୁ ଆଜି ନିଶ୍ଚିତ ରଦ୍ଦ କରନ୍ତୁ, ଯାହା ଆପଣଙ୍କ ପାଇଁ ଭଲ ହେବ। କାରଣ ଆପଣଙ୍କର ଭାଗ୍ୟ ଗ୍ରହ ନିମ୍ନଗାମୀ ରହୁଛି, ତେଣୁ ଆପଣ ଯୋଉ କାର୍ଯ୍ୟ ପାଇଁ ଯାଉଛନ୍ତି ସେ କାର୍ଯ୍ୟ ସଫଳତା ହେବା ଭାରି କଷ୍ଟକର। ଆଜି ବିଛା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 1, ଭାଗ୍ୟ ରଙ୍ଗ ଆପଣ ହଳଦିଆ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 35% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ଧନୁ ରାଶି ବ୍ୟକ୍ତିଙ୍କ ବିଷୟରେ। ଧନୁ ରାଶି ବ୍ୟକ୍ତି ଆଜି ପ୍ରତ୍ୟେକ କାର୍ଯ୍ୟ ଆପଣ ଟିକେ ନିଜକୁ ସ୍ଥିରତା ରଖି କାର୍ଯ୍ୟ କରନ୍ତୁ। ଆଜି ଧନୁ ରାଶି ବ୍ୟକ୍ତି କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଠାରୁ ଦୂରତା ଅବଲମ୍ବନ କରିବା ସହିତ ଦୈନନ୍ଦିନ କାର୍ଯ୍ୟ ଗୁଡ଼ିକୁ ଆପଣଙ୍କୁ ଅନେକ ପ୍ରକାର ଅସ୍ଥିରତା ଦେଖା ଦେଇପାରେ, ତେଣୁ ଏହା ପ୍ରତି ନିଶ୍ଚିତ ସଚେତନ ରୁହନ୍ତୁ। ତେବେ ଧନୁ ରାଶି ବ୍ୟକ୍ତି ଆଜି ଯାହାକି ଅଫିସ ଜନିତ କାର୍ଯ୍ୟରେ ଅସ୍ଥିରତା, କାର୍ଯ୍ୟ ସ୍ଥିରତା ଆସି ନପାରେ, ତେଣୁ ଏହା ପ୍ରତି ସଚେତନ ରୁହନ୍ତୁ। ଉପରସ୍ଥ ଅଫିସର ଆପଣଙ୍କ ଉପରେ କଟୁ ଭାବ ପରିପ୍ରକାଶ କରିପାରନ୍ତି, କାର୍ଯ୍ୟରେ ତ୍ରୁଟି ଆସିପାରେ, ତେଣୁ ଏହା ପ୍ରତି ସଚେତନ ରୁହନ୍ତୁ। ତେବେ ଧନୁ ରାଶି ବ୍ୟକ୍ତି ରାଜନୈତିକ ସାମାଜିକ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତିମାନେ ଆଜି ଭାଗ୍ୟ ଗ୍ରହ ନିମ୍ନଗାମୀ ରହୁଛି, ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନେ ନିଜର ପାଠ ପଢାରେ ଅବହେଳା ଯୁକ୍ତ ରହିପାରନ୍ତି, ଆପଣଙ୍କର ଭାଗ୍ୟ ଗ୍ରହ ବିଶେଷ ଶୁଭ ଯୁଗରେ ନାହିଁ। ଆଜି ଧନୁ ରାଶି ବ୍ୟକ୍ତି ପ୍ରେମ ଦୁନିଆରେ ଯୋଉମାନେ ଜଡିତ ଅଛନ୍ତି, ସେମାନେ ନିଶ୍ଚିତ ନିଜକୁ ସ୍ଥିରତା ରଖନ୍ତୁ, ଆତ୍ମସଂଯମତା, କଟୁ କଥା ଠାରୁ ଦୂରତା ଅବଲମ୍ବନ କରନ୍ତୁ। ଆଜି ଧନୁ ରାଶି ବ୍ୟକ୍ତି ଯାହାକି
ଆପଣଙ୍କର ପରିବାର ବର୍ଗ ବନ୍ଧୁ ବର୍ଗଙ୍କ ଏବଂ ବିଶେଷ କରି ସ୍ୱାମୀ ସ୍ତ୍ରୀଙ୍କ ସହିତ ଭଲ ସମ୍ବନ୍ଧ ରଖିବା ପାଇଁ ଚେଷ୍ଟା କରନ୍ତୁ। କୌଣସି ମତାନ୍ତର ଅଯୁକ୍ତିକର କଥା କୁହନ୍ତୁ ନାହିଁ, ଯାହା ଆପଣଙ୍କ ପାଇଁ ପରବର୍ତ୍ତୀ ଷ୍ଟେପରେ ମହଙ୍ଗା ପଡିପାରେ। ତେବେ ଧନୁରାଶି ବ୍ୟକ୍ତି ଆଜି ବେପାର ବାଣିଜ୍ୟରେ ଆପଣ ଆଶା ଅନୁଯାୟୀ ବିଶେଷ ଲାଭ ପ୍ରାପ୍ତ କରି ନ ପାରନ୍ତି। ତେଣୁ ବେପାର ବାଣିଜ୍ୟ ବିଶେଷ କରି ସଂଯମତା ବା ସ୍ଥିରତା ସହକାରେ ବେପାର ବାଣିଜ୍ୟ କରନ୍ତୁ। କୌଣସି ରିସ୍କଫୁଲ ବେପାର ବାଣିଜ୍ୟ କରନ୍ତୁ ନାହିଁ। ନୂତନ ବେପାର ବାଣିଜ୍ୟ ଠାରୁ ଦୂରତା ଅବଲମ୍ବନ କରନ୍ତୁ, ଯାହା ଆପଣଙ୍କ ପାଇଁ ଭଲ ହେବ। ତେବେ ଧନୁରାଶି ବ୍ୟକ୍ତି ଆଜି ଆପଣଙ୍କର ଯାହାକି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ବିଶେଷ କରି ପୂର୍ବରୁ ଯେଉଁ ସ୍ୱାସ୍ଥ୍ୟ ସମସ୍ୟା ଥିବ ଆଜି ଆହୁରି ଦ୍ୱିଗୁଣିତ ହେବାର ଚାନ୍ସ ରହୁଛି। ତେଣୁ ନିଶ୍ଚିତ ନିଜର ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ। ଆବଶ୍ୟକ ସ୍ଥଳେ ଖାଦ୍ୟ ପେୟ ପ୍ରତି ଧ୍ୟାନ ଦିଅନ୍ତୁ। ଆଜି ଧନୁରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 8। ଭାଗ୍ୟ ରଙ୍ଗ ଆପଣ ଗୋଲାପୀ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 40% ସାଥ ଦେଉଛନ୍ତି। ଏବେ ଚାଲନ୍ତୁ ଜାଣିବା ମକର ରାଶି ବ୍ୟକ୍ତିଙ୍କ ବିଷୟରେ। ମକର ରାଶି ବ୍ୟକ୍ତି ଆଜି ସମସ୍ତ ପ୍ରକାର କାର୍ଯ୍ୟ ସିଦ୍ଧି ଯୁଗ ରହୁଛି। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପାଇଁ ଗ୍ରହମାନେ ଆପଣଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି। ପୂର୍ବରୁ ଅଟକି ଯାଇଥିବା କାର୍ଯ୍ୟ ମଧ୍ୟ ଆଜି ପୂର୍ଣ୍ଣ ସହକାରେ କରିବାର କ୍ଷମତା ଆପଣଙ୍କ ପାଖରେ ଦେଖାଦେବ। ଆଜି ମକର ରାଶି ବ୍ୟକ୍ତି ଅଫିସ ଜନିତ କାର୍ଯ୍ୟରେ ଯଦି ଜଡ଼ିତ ଥିବେ ଆପଣଙ୍କର କାର୍ଯ୍ୟକୌଶଳ ସମସ୍ତଙ୍କୁ ଦୃଷ୍ଟି ଆକର୍ଷଣ କରିବ। ତତ୍ସହିତ ପ୍ରଶଂସାର ପାତ୍ର ବନିବେ। ସହଯୋଗୀ ଏବଂ ଆପଣଙ୍କର ବନ୍ଧୁବର୍ଗ ଏବଂ ପରିବାର ବର୍ଗ ମଧ୍ୟ ଆପଣଙ୍କୁ ସାହାଯ୍ୟ କରିବେ। ବିଶେଷ କରି ଆପଣ ଉପରସ୍ଥ କର୍ମଚାରୀ ମଧ୍ୟ ଆପଣଙ୍କୁ ନିଶ୍ଚିତ ସହଯୋଗ କରିବେ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣାପଡୁଛି। ତେବେ ମକର ରାଶି ବ୍ୟକ୍ତି ଆଜି ସାମାଜିକ ରାଜନୈତିକ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ପାଇଁ ଅନେକ ପ୍ରକାର ପ୍ରତିଷ୍ଠାବାନ ଏବଂ ଆପଣଙ୍କର ଯାହାକି ପଦୋନ୍ନତିର ଯୁଗ ରହୁଛି ବା ଆପଣ କୌଣସି ନୂତନ ଦାୟିତ୍ୱ ମଧ୍ୟ ନେଇପାରନ୍ତି। ତେବେ ଆଜି ଯାହାକି ମକର ରାଶି ବ୍ୟକ୍ତି ଛାତ୍ରଛାତ୍ରୀ ମାନଙ୍କ ପାଇଁ ଇଣ୍ଟରଭ୍ୟୁ ଏକ୍ଜାମରେ ଅନେକ ପ୍ରକାର ସଫଳତା ହାସଲ କରିବାର ପୂର୍ଣ୍ଣ କ୍ଷମତା ଆପଣଙ୍କ ପାଖରେ ଦେଖାଦେବ। ତେବେ ଆଜି ମକର ରାଶି ବ୍ୟକ୍ତି ନୂତନ ପ୍ରେମ ବାର୍ତ୍ତାଳାପ କରିବା ପାଇଁ ଗ୍ରହମାନେ ଆପଣଙ୍କୁ ପୂର୍ଣ୍ଣ ସହଯୋଗ କରୁଛନ୍ତି। ଆଜି ମକର ରାଶି ବ୍ୟକ୍ତି ଯୋଉମାନେ ପ୍ରେମ ସମ୍ବନ୍ଧରେ ଜଡ଼ିତ ଅଛନ୍ତି ନିଶ୍ଚିତ ଆପଣଙ୍କ ପାଇଁ ଉତ୍ସାହର ଦିନ ଏବଂ ଭଲ ସମ୍ପର୍କ ରହିବ। ପୂର୍ବରୁ ଯଦି କିଛି ସମ୍ପର୍କର ଫାଟ ଥିବ ଆଜି ତାହା ସମାଧାନ କରନ୍ତୁ, ଦେଖିବେ ନିଶ୍ଚିତ ସମାଧାନ ହେବ। ଆଜି ମକର ରାଶି ବ୍ୟକ୍ତି ଯାହାକି ବେପାର ବାଣିଜ୍ୟରେ ଆପଣ ବିଭିନ୍ନ ପ୍ରକାର ସଫଳତା କରିବେ। ଗ୍ରହମାନେ ଆପଣଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି। ଆପଣଙ୍କର ପରାକ୍ରମ ମଧ୍ୟ ବୃଦ୍ଧି କରିବ ବେପାର ବାଣିଜ୍ୟ କ୍ଷେତ୍ରରେ। ତତ୍ସହିତ ଆଜି ମକର ରାଶି ବ୍ୟକ୍ତି ଅର୍ଥ ମଧ୍ୟ ସଞ୍ଚୟ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ଆଜି ମକର ରାଶି ବ୍ୟକ୍ତି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ। କୌଣସି ସ୍ୱାସ୍ଥ୍ୟ ସମସ୍ୟା ରହିବ ନାହିଁ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣାପଡୁଛି। ଆଜି ମକର ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 4। ଭାଗ୍ୟ ରଙ୍ଗ ଆପଣ ଯାହାକି ଧୂସର ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 98% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା କୁମ୍ଭ ରାଶି ବ୍ୟକ୍ତିଙ୍କ ବିଷୟରେ। କୁମ୍ଭ ରାଶି ବ୍ୟକ୍ତି ଆଜି ପ୍ରତ୍ୟେକ କାର୍ଯ୍ୟକୁ ସଚେତନ ସହକାରେ କରନ୍ତୁ। କୌଣସି କାର୍ଯ୍ୟ କରିବା ପୂର୍ବରୁ 2 ଥର ଭଲ ଭାବେ ଭାବି ନେଇ କରନ୍ତୁ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଠାରୁ ଦୂରତା ଅବଲମ୍ବନ କରନ୍ତୁ। ତେବେ କୁମ୍ଭ ରାଶି ବ୍ୟକ୍ତି ଆଜି ଯାହାକି ଦୈନନ୍ଦିନ କାର୍ଯ୍ୟ ଗୁଡ଼ିକ ତ ଭାଗ୍ୟ ଗ୍ରହ ନିମ୍ନଗାମୀ ରହୁଛି, ତେବେ ଆପଣ ଅଫିସ ଜନିତ କାର୍ଯ୍ୟରେ ଉତ୍ସାହ କମିବ, ନିରୁତ୍ସାହ ରହିବେ। ତତ୍ସହିତ ଆପଣଙ୍କର ମାନସିକ ସ୍ଥିତି ମଧ୍ୟ ଭଲ ରହିବ ନାହିଁ, ଅସ୍ଥିରତା ଦେଖାଦେବ, କାର୍ଯ୍ୟରେ ତ୍ରୁଟି ଆସିବ, ଯାହା ଉପରସ୍ଥ କର୍ମଚାରୀଙ୍କ ଯାହାକି କଳହ ବା ଯୁକ୍ତିତର୍କ ହୋଇପାରେ ବା ତାଙ୍କ ରାଗରେ ଆପଣ ପୀଡ଼ିତ ହୋଇପାରନ୍ତି। ତେବେ କୁମ୍ଭ ରାଶି ବ୍ୟକ୍ତି ଆଜି ଅସହଯୋଗ ମିଳିବ। ଆପଣଙ୍କର କାର୍ଯ୍ୟ କ୍ଷେତ୍ରରେ ସହଯୋଗ କରି ନ ପାରନ୍ତି ଆପଣଙ୍କର ସହକର୍ମୀ ମାନେ, ତେଣୁ ଏହା ପ୍ରତି ନିଶ୍ଚିତ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ତେବେ କୁମ୍ଭ ରାଶି ବ୍ୟକ୍ତି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କୁ ସ୍ଥିର ରହିବାକୁ ପଡିବ। କୌଣସି ଡିସିସନ ଠାରୁ ଦୂରତା ଅବଲମ୍ବନ କରିବା ସହିତ କୁମ୍ଭ ରାଶି ବ୍ୟକ୍ତି ଆଜି ଯଦି ଆପଣ ଯାହାକି ଇଣ୍ଟରଭ୍ୟୁ ଏକ୍ଜାମ ଥିବ ସେଥିରେ ବିଶେଷ ସଫଳତା ପାଇପାରିବେ ନାହିଁ ଛାତ୍ରଛାତ୍ରୀ ମାନେ, ଯାହାକି ଆପଣଙ୍କର ଭାଗ୍ୟ ଗ୍ରହ ନିମ୍ନଗାମୀ ରହୁଛି। ତେବେ କୁମ୍ଭ ରାଶି ବ୍ୟକ୍ତି ପ୍ରେମ ଦୁନିଆ ଠାରୁ ଦୂରତା ଅବଲମ୍ବନ କରନ୍ତୁ। ଯୋଉମାନେ ପ୍ରେମରେ ଅଛନ୍ତି ସେମାନେ ନିଜକୁ ସଂଯମତା ନିହାତି ଆବଶ୍ୟକତା, ନହେଲେ ପ୍ରେମ ସମ୍ପର୍କରେ ଫାଟ ସୃଷ୍ଟି ହୋଇପାରେ। ତେବେ ଆଜି କୁମ୍ଭ ରାଶି ବ୍ୟକ୍ତି ବେପାର ବାଣିଜ୍ୟରେ ଆଶା ଅନୁଯାୟୀ ସଫଳତା ପାଇପାରିବେ ନାହିଁ, ବରଂ କ୍ଷତିର ସାମ୍ନା କରିବାକୁ ପଡିପାରେ। ତେଣୁ ଯାହାକି ହାତେ ମାପି ଚାଖଣ୍ଡେ ହିସାବରେ ବେପାର ବାଣିଜ୍ୟ କରନ୍ତୁ।
ଯାହା ଆପଣଙ୍କ ପାଇଁ ଭଲ ହେବ। ରିସ୍କଫୁଲ ବେପାର ବାଣିଜ୍ୟ କରନ୍ତୁ ନାହିଁ। ଆଜି କୁମ୍ଭ ରାଶି ବ୍ୟକ୍ତି ନୂତନ ବେପାର ବାଣିଜ୍ୟ ନିଷ୍ପତ୍ତି ଠାରୁ ଦୂରତା ଅବଲମ୍ବନ କରନ୍ତୁ। ତତ୍ସହିତ କୁମ୍ଭ ରାଶି ବ୍ୟକ୍ତି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ସମସ୍ୟା କିଛି ମାତ୍ରାରେ ବୃଦ୍ଧି କରିପାରେ। ଯଦି ପୂର୍ବରୁ ସ୍ୱାସ୍ଥ୍ୟ ସମସ୍ୟା ଥିବ ତେଣୁ ନିଜର ଖାଦ୍ୟପେୟ ପ୍ରତି ଧ୍ୟାନ ଦିଅନ୍ତୁ, ଯାହା ଆପଣଙ୍କ ପାଇଁ ଭଲ ହେବ। ତେବେ ଆଜି କୁମ୍ଭ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 2। ଭାଗ୍ୟ ରଙ୍ଗ ଆପଣ ଯାହାକି ଧୂସର ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 40% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ମୀନ ରାଶି ବ୍ୟକ୍ତିଙ୍କ ବିଷୟରେ। ମୀନ ରାଶି ବ୍ୟକ୍ତି ଆଜି ସମସ୍ତ ପ୍ରକାର କାର୍ଯ୍ୟରେ ଆପଣ ସଫଳତା ପାଇବାର ପୂର୍ଣ୍ଣ ସୁଯୋଗ ରହୁଛି। ଗ୍ରହମାନେ ଆପଣଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି। ପୂର୍ବରୁ ଅଟକି ଯାଇଥିବା କାର୍ଯ୍ୟ ମଧ୍ୟ ସମ୍ପୂର୍ଣ୍ଣ କରିବାର କ୍ଷମତା ଆପଣଙ୍କ ପାଖରେ ଦେଖା ଦେଇପାରେ। ତେବେ ମୀନ ରାଶି ବ୍ୟକ୍ତି ଦୈନନ୍ଦିନ କାର୍ଯ୍ୟଗୁଡ଼ିକୁ ଉତ୍ସାହ ଆନନ୍ଦିତ ସହକାରେ କରିବେ। ତତ୍ସହିତ ଅଫିସ ଜନିତ କାର୍ଯ୍ୟକ୍ଷେତ୍ରରେ ଯେଉଁମାନେ ଜଡ଼ିତ ଅଛନ୍ତି ଆପଣଙ୍କୁ ନିଶ୍ଚିତ ଉତ୍ସାହ ଏବଂ ଆପଣଙ୍କର କାର୍ଯ୍ୟକୌଶଳ ଦୃଷ୍ଟି ଆକର୍ଷଣ ହୋଇପାରେ। ଉପରସ୍ଥ କର୍ମଚାରୀ ଆପଣଙ୍କୁ ପ୍ରଶଂସା କରିବା ସହିତ ସହଯୋଗ କରିପାରନ୍ତି। ସହକର୍ମୀ ମାନେ ଆପଣଙ୍କୁ ସହଯୋଗ କରିବା ସହିତ ପରିବାର ବର୍ଗ ବନ୍ଧୁବର୍ଗ ମଧ୍ୟ ଆପଣଙ୍କୁ ସାହାଯ୍ୟ କରିପାରନ୍ତି। ତେବେ ଆଜି ମୀନ ରାଶି ବ୍ୟକ୍ତି ଯାହାକି ରାଜନୈତିକ ସାମାଜିକ କ୍ଷେତ୍ରରେ ନିଜର ପଦମର୍ଯ୍ୟାଦା ବଢିପାରେ, ମାନ ସମ୍ମାନ ବୃଦ୍ଧି ହୋଇପାରେ। ତତ୍ସହିତ ମୀନ ରାଶି ବ୍ୟକ୍ତି ଆଜି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ଉତ୍ସାହର ଦିନ ନିଶ୍ଚିତ ଆପଣଙ୍କୁ ଆନନ୍ଦମୟ ହୋଇପାରେ, ଯାହାକି ନିଜର ଶିକ୍ଷା କ୍ଷେତ୍ରରେ ଆପଣ ଆଗକୁ ବଢିବାର ପୂର୍ଣ୍ଣ ଯୁଗ ରହୁଛି। ତେବେ ମୀନ ରାଶି ବ୍ୟକ୍ତି ଆଜି ପ୍ରେମ ଦୁନିଆରେ ଆପଣଙ୍କୁ ନିଶ୍ଚିତ ଉତ୍ସାହ ଆନନ୍ଦମୟ ଦିନ ହୋଇପାରେ। ତତ୍ସହିତ ମୀନ ରାଶି ବ୍ୟକ୍ତି ଆଜି ଯାହାକି ପରିବାର ବର୍ଗ ବନ୍ଧୁବର୍ଗଙ୍କ ସହିତ ଭଲ ସମ୍ପର୍କ ରହିବା ସହିତ ବେପାର ବାଣିଜ୍ୟରେ ନିଶ୍ଚିତ ଗ୍ରହମାନେ ଆପଣଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବେ। ତେଣୁ ମୀନ ରାଶି ବ୍ୟକ୍ତି ଆଜି ଯାହାକି ବେପାର ବାଣିଜ୍ୟରେ ଆଶା ଅନୁଯାୟୀ ଲାଭ ପ୍ରାପ୍ତ କରିବା ସହିତ ମୀନ ରାଶି ବ୍ୟକ୍ତି ଅର୍ଥ ମଧ୍ୟ ସଞ୍ଚୟ କରିବାର ସୁଯୋଗ ରହୁଛି। ତେବେ ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ। ପୂର୍ବରୁ ଯଦି କିଛି ସ୍ୱାସ୍ଥ୍ୟ ସମସ୍ୟା ଥିବ ଆଜି ଧୀରେ ଧୀରେ ସମାଧାନ ହୋଇପାରେ। ଆଜି ମୀନ ରାଶି ବ୍ୟକ୍ତିଙ୍କର ଯାହାକି କୌଣସି କାର୍ଯ୍ୟ ପାଇଁ ଦୂରଯାତ୍ରା କରୁଛନ୍ତି ସେ କାର୍ଯ୍ୟରେ ଆପଣ ନିଶ୍ଚିତ ସଫଳତା ପ୍ରାପ୍ତ କରିବାର ଉତ୍ତମ ଯୁଗ ରହୁଛି। ଆଜି ମୀନ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 6। ଭାଗ୍ୟ ରଙ୍ଗ ଆପଣ ଯାହାକି ନାଲି ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 80% ସାଥ ଦଉଛନ୍ତି। ଓಂ ବିଷ୍ଣବେ ନମଃ। ନମସ୍କାର।